Welcome back to my YouTube channel DigiLearner. In today's video lesson, we shall discuss about Plato's ideal state. ଆଜି ପଢ଼ିବା ପ୍ଲାଟୋଙ୍କର ଆଦର୍ଶ ରାଷ୍ଟ୍ର ବା ଆଇଡିଆଲ ଷ୍ଟେଟ୍, ଯାହାକି ଓଡ଼ିଆ ମିଡ଼ିୟମ୍ ପିଲାଙ୍କ ପାଇଁ। ଏହା କୋର୍ ପେପର 11 ୱେଷ୍ଟର୍ଣ୍ଣ ପଲିଟିକାଲ ଫିଲୋସଫି ପେପର ପଢ଼ାଯାଏ ଏବଂ ଏହା BA ପଲିଟିକାଲ ସାଇନ୍ସ 5th सेमेस्टर पिलाମାନଙ୍କୁ ପଢ଼ାଯାଏ ମଡେଲ ସିଲାବସ୍ ଅନୁସାରେ। Now we shall discuss about Plato's ideal state. ପ୍ଲାଟୋଙ୍କର ଆଦର୍ଶ ରାଷ୍ଟ୍ର। ପ୍ଲାଟୋ ତତ୍କାଳୀନ ଗ୍ରୀକ୍ ନଗର ରାଜ୍ୟମାନଙ୍କର ପରିସ୍ଥିତିକୁ ଅବଲୋକନ କରି ଦେଖିଥିଲେ ଯେ ଏଗୁଡ଼ିକ ଅରାଜକତା କୁଶାସନରେ ଭରପୁର ଥିଲା। ଏହାକୁ ଦୂର କରି ଜନସାଧାରଣଙ୍କ ମଧ୍ୟରେ ରାଷ୍ଟ୍ରୀୟ କ୍ଷମତା, ସଂହତି, ସମୃଦ୍ଧି ତଥା ଏକତା ପ୍ରତିଷ୍ଠା କରିବା ପାଇଁ ସେ ଆଦର୍ଶ ରାଷ୍ଟ୍ରର ପରିକଳ୍ପନା କରିଥିଲେ। ପ୍ଲାଟୋ ତାଙ୍କ ଆଦର୍ଶ ରାଷ୍ଟ୍ର ଗଠନ କରିବାକୁ ଯାଇ ମଣିଷ ଓ ରାଷ୍ଟ୍ରର ସମ୍ପର୍କକୁ ଆଲୋଚନା କରିଛନ୍ତି। ଗୋଟିଏ ଉତ୍ତମ ରାଷ୍ଟ୍ର ନାଗରିକମାନଙ୍କ ଠାରେ ଉତ୍ତମ ଗୁଣାବଳୀର ପରିପ୍ରକାଶ କରିବାକୁ ସମର୍ଥ ହୋଇଥାଏ। ମଣିଷର ଆତ୍ମା ମୁଖ୍ୟତଃ ବିବେକ, ମନୋଭାବ ଓ କ୍ଷୁଧାକୁ ନେଇ ଗଠିତ। ଏହି ଆଦର୍ଶ ରାଷ୍ଟ୍ର ମାଧ୍ୟମରେ ସୁନାଗରିକ ସୃଷ୍ଟି ହୋଇ ଦେଶ ପ୍ରତି ଦେଶର ପ୍ରଗତି ପଥରେ ଆଗେଇ ଯିବ ବୋଲି ପ୍ଲାଟୋ ବିଶ୍ୱାସ କରୁଥିଲେ। ଏହି ଆଦର୍ଶ ରାଷ୍ଟ୍ରର ବାସ୍ତବ କ୍ଷେତ୍ରରେ ଗ୍ରୀକ୍ ରାଷ୍ଟ୍ର ଓ ସରକାରକୁ ଏକ ଦିଗ୍ଦର୍ଶନ ଦେବାକୁ ଅଭିପ୍ରେତ ଥିଲା। Now we shall discuss about features of Plato's ideal state. ଆଦର୍ଶ ରାଷ୍ଟ୍ରର କେତେକ ଲକ୍ଷଣ ଓ ବୈଶିଷ୍ଟ୍ୟ ପଢ଼ିବା। ଗୋଟିଏ ଆଦର୍ଶ ରାଷ୍ଟ୍ରର ପରିକଳ୍ପନା କରି ଏହାକୁ ବାସ୍ତବ ରୂପ ଦେବା ଏତେ ସହଜ ବ୍ୟାପାର ନୁହେଁ। ସଫଳ ରାଷ୍ଟ୍ର ସଫଳ ରୂପାୟନ ପାଇଁ ପ୍ଲାଟୋ ଯେଉଁ ଲକ୍ଷଣ ଗୁଡ଼ିକ ପ୍ରତିପାଦ କରିଛନ୍ତି ସେଗୁଡ଼ିକ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା। ପ୍ରଥମତଃ ରୁଲ୍ ଅଫ୍ ଫିଲୋସଫର କିଙ୍ଗ, ଯେ ଦର୍ଶନ ଶାସନ ବା ଦାର୍ଶନିକ ରାଜାଙ୍କ ଶାସନ। ପ୍ଲାଟୋଙ୍କ ମତରେ ଯଦି ରାଜନୈତିକ କ୍ଷମତା ଏବଂ ବୈଜ୍ଞାନିକ ଜ୍ଞାନ ବା ଦର୍ଶନ ଗୋଟିଏ ବ୍ୟକ୍ତି ନିକଟରେ ପ୍ରତିଫଳିତ ନ ହୁଏ ତେବେ ରାଷ୍ଟ୍ର ମନ୍ଦ ଅବସ୍ଥାର ପରିସମାପ୍ତି ଘଟିବ ନାହିଁ ଏବଂ ନାଗରିକମାନଙ୍କର ମଧ୍ୟ କଲ୍ୟାଣ ଅନୁଷ୍ଠିତ ହେବ ନାହିଁ। ପ୍ଲାଟୋଙ୍କର ବିଚାରଧାରା ହେଉଛି ଯଦି ଦାର୍ଶନିକମାନେ ରାଜା ନ ହୁଅନ୍ତି ବା ରାଜାମାନେ ଦାର୍ଶନିକ ନ ହୁଅନ୍ତି ବା ବୈଜ୍ଞାନିକ ବିଚାରଧାରାର ଅଭିମନ୍ତ୍ରିତ ନ ହୁଅନ୍ତି ତେବେ ରାଷ୍ଟ୍ରଗୁଡ଼ିକ ଉତ୍ତମ ଶାସନ ପ୍ରାପ୍ତ ହୋଇପାରିବେ ନାହିଁ। ଦାର୍ଶନିକ ଅଭିଭାବକମାନେ, ଯେଉଁମାନେ କି ଦାର୍ଶନିକ ରାଜାମାନେ, ଯେଉଁମାନଙ୍କୁ ରିଜନ ବା ୱିଷ୍ଟମର ଗୋଷ୍ଠୀ ଭାବେ ବିବେଚନା କରାଯାଏ, ନିଜକୁ ଭାବପ୍ରବଣ ଦୂରେଇ ରଖିବା ସଙ୍ଗେ ସଙ୍ଗେ ବିବେକ ଦ୍ୱାରା ରାଷ୍ଟ୍ର ପରିଚାଳନା କରିବେ। ଦାର୍ଶନିକ ରାଜାମାନେ ବିବେକ ବା ରିଜନର ପ୍ରତିନିଧିତ୍ୱ କରିବା ସହିତ ସମସ୍ତ ଉତ୍ତମ ଗୁଣାବଳୀର ସଫଳ ରୂପାୟନ ପାଇଁ ଚେଷ୍ଟା କରିଥାନ୍ତି। ସେମାନେ ରାଷ୍ଟ୍ର ପରିଚାଳନାର କୌଶଳ ଓ ଜ୍ଞାନ ହାସଲ କରିବା ସହିତ ନିଜକୁ ଦେଶର କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିତ କରିବେ। ଦାର୍ଶନିକ ରାଜା ଜଣେ ବାସ୍ତବ ରାଷ୍ଟ୍ରନୀତିଜ୍ଞ ଏବଂ ରାଷ୍ଟ୍ରର ରାଜତନ୍ତ୍ର ହିଁ ସବୁଠାରୁ ଉତ୍ତମ ଶାସନ ବ୍ୟବସ୍ଥା ଅଟେ। ତାଙ୍କର ଜ୍ଞାନ ହେଉଛି ଶାସନ କରିବାର ଅଧିକାର ଓ ଦାୟିତ୍ୱ। ପ୍ଲାଟୋଙ୍କ ମତରେ ଦାର୍ଶନିକ ରାଜାମାନେ ସୁବର୍ଣ୍ଣ ଅଟନ୍ତି। ପ୍ରକୃତି ତାଙ୍କୁ ଶାସନ କରିବାର ଦାୟିତ୍ୱ ଦେଇଛି। ଦ୍ୱିତୀୟତଃ ରାଷ୍ଟ୍ର ନିୟନ୍ତ୍ରିତ ଶିକ୍ଷା ବ୍ୟବସ୍ଥା ବା ଷ୍ଟେଟ୍ କଣ୍ଟ୍ରୋଲ ଏଜୁକେସନ ସିଷ୍ଟମ। ରାଷ୍ଟ୍ର ନିୟନ୍ତ୍ରିତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଦାର୍ଶନିକ ରାଜାମାନଙ୍କୁ ସୃଷ୍ଟି କରାଯାଇପାରିବ। ପ୍ରତି ଲୋକଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ କରି
ତାକୁ ଏକ ଉତ୍ତମ ସ୍ଥାନରେ ସ୍ଥାନିତ କରିବ। ତାହା ଏହି ଶିକ୍ଷା ବ୍ୟବସ୍ଥା ପରମ ଚରମ ଉଦ୍ଦେଶ୍ୟ ଥିଲା। ରାଷ୍ଟ୍ର ଏକ ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ଶାସନ ନିୟନ୍ତ୍ରିତ ଶିକ୍ଷା ପଦ୍ଧତି ଦ୍ୱାରା ତାଲିମ ପାଇବା ଏକାନ୍ତ ଆବଶ୍ୟକ ଅଟେ। ମନୁଷ୍ୟ ପ୍ରଶିକ୍ଷଣ ଦ୍ୱାରା ଉଚ୍ଚତର ଜ୍ଞାନ ପ୍ରାପ୍ତ ହେବା ସହିତ ରାଷ୍ଟ୍ର ପରିଚାଳନାରେ ସହାୟକ ହୋଇଥାଏ। ଉଚ୍ଚତର ଶିକ୍ଷା ବ୍ୟବସ୍ଥାର ପାଠ୍ୟକ୍ରମରେ ବୈଜ୍ଞାନିକ ଶିକ୍ଷା, ଗଣିତ, ଜ୍ୟୋତିଷଶାସ୍ତ୍ର, ତର୍କଶାସ୍ତ୍ର ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶାରୀରିକ ଶିକ୍ଷା, ସଙ୍ଗୀତ ଶିକ୍ଷା ଦିଆଯାଇ ଶିଶୁର ଦେହ ଓ ମନକୁ ସୁସ୍ଥ ରଖାଯାଉଥିଲା। ତୃତୀୟତଃ ନାରୀ ଓ ସମ୍ପତ୍ତି ସାମ୍ୟବାଦ। ନାରୀ ଓ ସମ୍ପତ୍ତି ସାମ୍ୟବାଦ ହେଉଛି ଆଦର୍ଶ ରାଷ୍ଟ୍ର ବା ଆଇଡିଆଲ ଷ୍ଟେଟଙ୍କର ଏକ ମୁଖ୍ୟ ଉପାଦାନ, ମୁଖ୍ୟ ବୈଶିଷ୍ଟ୍ୟ। ପ୍ଲାଟୋଙ୍କ ମତରେ ଦାର୍ଶନିକ ରାଜା କେବଳ ରାଷ୍ଟ୍ରୀୟ ସ୍ୱାର୍ଥ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ମନ ଦେବେ ନାହିଁ। ଦାର୍ଶନିକ ରାଜାମାନେ ପରିବାର ଏବଂ ସମ୍ପତ୍ତି ଜଞ୍ଜାଳରୁ ମୁକ୍ତ ରହିଲେ ରାଷ୍ଟ୍ରର ହିତ ପାଇଁ ତଥା ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ପାଇଁ ମନୋନିବେଶ କରିପାରିବେ। ନାରୀ ଓ ସମ୍ପତ୍ତି ସାମ୍ୟବାଦ କେବଳ ଶାସକ ଗୋଷ୍ଠୀ ପାଇଁ ପ୍ରଯୁଜ୍ୟ ଏବଂ ସେମାନେ ତାଙ୍କର ସମସ୍ତ କାର୍ଯ୍ୟ ବିନା ପ୍ରଲୋଭନ ତଥା ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱରେ ରହି ସମ୍ପାଦନ କରିପାରିବେ। ନେକ୍ସଟ ହେଲା ଫଙ୍କସନାଲ ସ୍ପେସିଆଲାଇଜେସନ, କର୍ମଭିତ୍ତିକ ଶ୍ରେଣୀ ବିଭାଜନ। ପ୍ଲାଟୋଙ୍କ ମତରେ ରାଷ୍ଟ୍ରରେ ତିନୋଟି ଶ୍ରେଣୀ ରହିବେ। ପ୍ରଥମତଃ ଦାର୍ଶନିକ ରାଜା ବା ଅଭିଭାବକ ଗୋଷ୍ଠୀ, ଦ୍ୱିତୀୟରେ ବିବେକର ପ୍ରତିନିଧିତ୍ୱ କରିବେ, ଯେଉଁମାନେ କି ବିବେକର ପ୍ରତିନିଧିତ୍ୱ କରିବେ। ସେମାନେ ରାଷ୍ଟ୍ରନୀତି ସମ୍ପର୍କରେ ଅଭିଜ୍ଞ ହୋଇଥିବାରୁ ରାଷ୍ଟ୍ରର କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ସମୟ ଉପଯୋଗ କରିବେ। ଦ୍ୱିତୀୟ ଗୋଷ୍ଠୀ ଦେଶର ସାମରିକ କାର୍ଯ୍ୟ ସମ୍ପାଦନ କରି ଦେଶର ସୁରକ୍ଷା କାର୍ଯ୍ୟରେ ଲିପ୍ତ ରହିଥାନ୍ତି। ତୃତୀୟ ଶ୍ରେଣୀ ବ୍ୟକ୍ତିମାନେ ପ୍ରକୃତି ଅନୁସାରେ କ୍ଷୁଧା ନିବାରଣ ପାଇଁ ପ୍ରଚେଷ୍ଟା କରିବେ ଏବଂ ଉତ୍ପାଦନ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଶାସନ କରିବାର ଦକ୍ଷତା ତାଙ୍କର ନାହିଁ ବୋଲି ଗ୍ରହଣ କରାଯାଏ। ତେଣୁ ଯେଉଁ ସମୟରେ ଦାର୍ଶନିକ ରାଜାମାନେ ନିଜର କର୍ତ୍ତବ୍ୟ ଠିକ୍ ରୂପେ ସ୍ମରଣ କରିବେ, ସେହି ସମୟରେ ଅନ୍ୟ ଶ୍ରେଣୀର ବ୍ୟକ୍ତିମାନେ ମଧ୍ୟ ନିଜର ପ୍ରଦତ୍ତ କାର୍ଯ୍ୟକୁ ଉତ୍ତମ ରୂପେ ସମାହିତ କରିପାରିବେ। ଏହାକୁ ପ୍ଲାଟୋଙ୍କ କାର୍ଯ୍ୟ ବିଭାଜନ ପ୍ରଣାଳୀ ବା କାର୍ଯ୍ୟ ଦକ୍ଷତା ନୀତି କୁହାଯାଏ। ଶାସକ ଗୋଷ୍ଠୀକୁ ସୁବର୍ଣ୍ଣ ଭାବରେ ଗ୍ରହଣ କରାଯିବା ବେଳେ ସୁରକ୍ଷାକାରୀମାନଙ୍କୁ ରୌପ୍ୟ ଏବଂ ଉତ୍ପାଦକମାନଙ୍କୁ ସ୍ତମ୍ଭର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ। ନେକ୍ସଟ ହେଉଛି ନ୍ୟାୟ ବା ଜଷ୍ଟିସ୍। ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ରର ମୁଖ୍ୟ ଚିନ୍ତାଧାରା ହେଉଛି ନ୍ୟାୟ। ଆଦର୍ଶ ରାଷ୍ଟ୍ରରେ ନ୍ୟାୟ ସର୍ବୋତ୍ତମ ସ୍ଥାନରେ ସ୍ଥାପିତ ହେବା ଉଚିତ। ନ୍ୟାୟ ତଥା ଭୁଲ ଠିକରେ ସଠିକ କଥା କେବଳ ଦାର୍ଶନିକ ରାଜାଙ୍କୁ ଅବଗତ ହୋଇଥାଏ। ନ୍ୟାୟର ପ୍ରଚାର ପ୍ରସାର ତଥା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଦାର୍ଶନିକ ରାଜାଙ୍କର ପ୍ରକୃତ ଜ୍ଞାନର ବ୍ୟବହାରକୁ ବୁଝାଏ। ସେ ନିଜେ ଜ୍ଞାନର ପ୍ରତିନିଧିତ୍ୱ କରିବା ସହିତ ଦେଶର ଏକତା ଓ ସଦ୍ଭାବ ବଜାୟ ରଖିବେ। ଆଦର୍ଶ ରାଷ୍ଟ୍ର ଓ ନ୍ୟାୟ ପରସ୍ପରଠାରୁ ଅବିଭକ୍ତ ହେବା କାରଣରୁ ଏହାର ଫଳ ରୂପାୟନ କରିବା ରାଜାଙ୍କର ପରମ କର୍ତ୍ତବ୍ୟ ଅଟେ। ନ୍ୟାୟର ଅର୍ଥ ନାଗରିକମାନଙ୍କର କର୍ତ୍ତବ୍ୟନିଷ୍ଠା ଏବଂ ଯିଏ ଯେଉଁ କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି ସେଠାରୁ ତାଙ୍କର କର୍ତ୍ତବ୍ୟ ଠିକ୍ ରୂପେ ସମାହିତ କରିବା ଉଚିତ। ନାରୀ ପୁରୁଷ ମଧ୍ୟରେ ସମାନତା, ଇକ୍ୱାଲିଟି ବିଟୱିନ୍ ମେନ୍ ଆଣ୍ଡ ୱୁମେନ୍। ପ୍ଲାଟୋ ତାଙ୍କ ଆଦର୍ଶ ରାଷ୍ଟ୍ରରେ ଉଭୟ ନାରୀ ଓ ପୁରୁଷକୁ ସମାନ ସ୍ଥାନ ପ୍ରଦାନ କରିଛନ୍ତି। ତାଙ୍କ ମତରେ ଯେଉଁଦିନ ନାରୀ ମୁକ୍ତି ବା ସ୍ୱାଧୀନତା ଆସିବ, ସେହିଦିନ ହିଁ ପ୍ରକୃତ ଆଦର୍ଶ ରାଷ୍ଟ୍ର
ନିର୍ମାଣ ହେବ ବୋଲି କୁହାଯାଇଛି। ନାରୀମାନଙ୍କର ଗୃହ କୋଣରେ ରଖିବା ଅର୍ଥ ଦେଶର ଅଧାଧିକ ଲୋକଙ୍କ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରିବା ସଙ୍ଗେ ସଙ୍ଗେ ସମାନ। ଏହିଭଳି ବ୍ୟବସ୍ଥା ପ୍ରଚଳିତ ହେଲେ ନ୍ୟାୟ ପରାହୃତ ହେବ। ତେଣୁ ସେ ଉଭୟ ପୁରୁଷ ଓ ସ୍ତ୍ରୀ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଚଳନ କରିବା ପାଇଁ ବ୍ୟବସ୍ଥା କରିଥିଲେ। ସପ୍ତମତଃ କଳା ଓ ସାହିତ୍ୟର ନିଷିଦ୍ଧ। ପ୍ଲାଟୋଙ୍କ ଦ୍ୱାରା ପ୍ରତିଷ୍ଠିତ ରାଷ୍ଟ୍ରୀୟ ବ୍ୟବସ୍ଥାକୁ କେବଳ ଏକଛତ୍ରବାଦର ନମୁନା ବୋଲି କହନ୍ତି। ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟ ରାଷ୍ଟ୍ର ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ବ୍ୟକ୍ତି ସ୍ୱାଧୀନତାର କୌଣସି ସ୍ଥାନ ପରିଲକ୍ଷିତ ହୁଏ ନାହିଁ। ପ୍ଲାଟୋଙ୍କ ସ୍ୱାଧୀନ ଚିନ୍ତା ତଥା ସ୍ୱାଧୀନ ଭାବରେ ସଂଘ ଗଠନ କରିବାକୁ ନିଷିଦ୍ଧ କରିଥିଲେ। ଏପରି କଳା ଓ ସାହିତ୍ୟ ରାଷ୍ଟ୍ରର ବିରୁଦ୍ଧାଚରଣ କରୁଥିଲେ, ସେଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ପ୍ଲାଟୋ ମତ ପ୍ରକାଶ କରିଥିଲେ। Now we shall discuss about some of the criticism of Plato's ideal state. ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ରର କେତେକ ସମାଲୋଚନା କରନ୍ତି। ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ର ଉତ୍ତମ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏହା ସମାଲୋଚକଙ୍କ ମାନଙ୍କ ମୁହଁକୁ ବନ୍ଦ କରିପାରି ନାହିଁ, ଅର୍ଥାତ୍ ଏହା ଅନେକ ଦୋଷ ଦୁର୍ବଳ ରହିଛି। ସେଗୁଡ଼ିକ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା। ପ୍ରଥମତଃ, ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ର ଅଗଣତାନ୍ତ୍ରିକ ଥିଲା। ଏଠାରେ ସବୁ ଗୋଷ୍ଠୀକୁ ସେ ସମାନ ସୁବିଧା ସୁଯୋଗ ପ୍ରଦାନ କରିନଥିଲେ। ଏଠାରେ ଶାସକ ଓ ସୈନ୍ୟଙ୍କୁ ଶ୍ରମିକ, କୃଷକ, କାରିଗରଙ୍କ ଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା। ଦ୍ୱିତୀୟତଃ, ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ର ଉତ୍କୃଷ୍ଟ ହେଲେ ମଧ୍ୟ ତତ୍କାଳୀନ ଗ୍ରୀକ୍ ନଗରାଜ୍ୟମାନଙ୍କରେ ପ୍ରଚଳିତ ଦାସତ୍ୱ ପ୍ରଥାକୁ ଦୂର କରିବାରେ ସକ୍ଷମ ହୋଇପାରିନଥିଲେ। ଏହି କୁଚିତ ପ୍ରଥାର ଉଚ୍ଛେଦ ପାଇଁ ସେ କୌଣସି ବ୍ୟବସ୍ଥା ନ କରି କେବଳ ଉଚ୍ଚ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଶିକ୍ଷା ପ୍ରଚଳନ କରି ନିମ୍ନ ଶ୍ରେଣୀକୁ ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି ବୋଲି ସମାଲୋଚକମାନେ ସମାଲୋଚନା କରିଛନ୍ତି। ତୃତୀୟତଃ, ଆଦର୍ଶ ରାଷ୍ଟ୍ରରେ ସମସ୍ତ କ୍ଷମତା ଦାର୍ଶନିକ ରାଜା ହସ୍ତରେ ନ୍ୟସ୍ତ ଥିଲାବେଳେ, କିନ୍ତୁ ଇତିହାସକୁ ଅବଲୋକନ କଲେ ଦେଖାଯାଏ, ଯଦି ସମସ୍ତ କ୍ଷମତା ଜଣେ ବ୍ୟକ୍ତି ବା ଗୋଟିଏ ଗୋଷ୍ଠୀ ହାତରେ ନ୍ୟସ୍ତ ରହେ, ତେବେ ସେ ସ୍ୱେଚ୍ଛାଚାରୀ ହୋଇଯାଆନ୍ତି। ସେହିପରି ସମସ୍ତ କ୍ଷମତାର ଅଧିକାରୀ ଦାର୍ଶନିକ ରାଜା ଆଇନର ଉର୍ଦ୍ଧ୍ୱରେ ଥିଲେ, ଯାହା ନିରଙ୍କୁଶ ତଥା ସ୍ୱେଚ୍ଛାଚାରୀ ଶାସନ ପ୍ରତିଷ୍ଠା ଦିଗରେ ସହାୟକ ହେବାର ସମ୍ଭାବନା ରହିଥାଏ। ଚତୁର୍ଥ, ଏକ ଆଦର୍ଶ ରାଷ୍ଟ୍ରର ପ୍ରତିଷ୍ଠା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ। ତେଣୁ ପ୍ଲାଟୋ ତିନୋଟି ଶ୍ରେଣୀ ବିଭାଜନ କରି ପ୍ରଥମ ଦୁଇ ଶ୍ରେଣୀଙ୍କୁ ଗୁରୁତ୍ୱ ଦେଇ ତୃତୀୟ ଶ୍ରେଣୀଙ୍କୁ ନିମ୍ନ ସ୍ଥାନ ପ୍ରଦାନ କରିଛନ୍ତି, ଯାହା ରାଷ୍ଟ୍ରରେ ଅସହଯୋଗ ସୃଷ୍ଟି କରେ। ପ୍ଲାଟୋଙ୍କ ସମ୍ପତ୍ତି ଓ ନାରୀ ସାମ୍ୟବାଦ ମଣିଷର ପ୍ରକୃତି ପ୍ରବୃତ୍ତିକୁ ବିରୋଧ କରେ। ଦାର୍ଶନିକ ରାଜାଙ୍କର ଅସ୍ଥାୟୀ ବିବାହ ବ୍ୟବସ୍ଥାକୁ ସମାଲୋଚକମାନେ ଦୃଢ଼ ନିନ୍ଦା କରନ୍ତି। ଆଦର୍ଶ ରାଷ୍ଟ୍ର ପାଇଁ ପ୍ଲାଟୋ କୌଣସି ସମ୍ବିଧାନ ପ୍ରଣୟନ କରିନଥିଲେ, ବରଂ ସେ ରାଷ୍ଟ୍ରକୁ ବିଦ୍ରୋହ, ଦୁର୍ନୀତି, ନୈରାଶ୍ୟ, ଧ୍ୱଂସ ଆଡ଼କୁ ଟାଣି ନେଇଥିଲେ। ସପ୍ତମତଃ, କେତେକ ସମାଲୋଚକ ମତରେ ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ର ଏକ ଶସ୍ତା ନିଷ୍ଫଳ ଚିନ୍ତାଧାରା। ଏହାର କାରଣ ଏକ ନିର୍ଦ୍ଦିଷ୍ଟ ସମୟ ତଥା ତତ୍କାଳୀନ ଗ୍ରୀକ୍ ନଗରାଜ୍ୟ ପାଇଁ ଏହା ଉଦ୍ଦିଷ୍ଟ ଥିଲା।